नमस्कार। आज ହେଉଛି ଅକ୍ଟୋବର 17 ତାରିଖ ଶୁକ୍ରବାର। ଆଜିର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ଆପଣମାନଙ୍କ ପାଖକୁ ନେଇ ଆସିଛି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଚ୍ୟାନେଲକୁ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ ଏବଂ ଭିଡ଼ିଓଟି ଭଲ ଲାଗିଲେ ଆପଣମାନଙ୍କ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ କରିବେ। ଆଜିର ପ୍ରଥମ ଖବର ନଭେମ୍ବର 29 ସୁଦ୍ଧା ସମସ୍ତ ସ୍କୁଲରେ ଲାଗିବ ସିସିଟିଭି। 2026ରେ ହେବାକୁ ଥିବା ଯୁକ୍ତ 2 ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ଜୋରଦାର ହୋଇଛି। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାକି ନଭେମ୍ବର 29 ପର୍ଯ୍ୟନ୍ତ ଶେଷ ହେବ। ନୂଆ ପରୀକ୍ଷା କେନ୍ଦ୍ର ଏବଂ ଲାବୋରେଟୋରୀରେ ସିସିଟିଭି ବାଧ୍ୟତାମୂଳକ ହୋଇଥିବାରୁ ପରୀକ୍ଷା ପାଇଁ ସମସ୍ତ କାର୍ଯ୍ୟ ନିରାପଦ ଓ ସୁବିଧାଜନକ ଭାବେ ଚାଲିବ। ପରବର୍ତ୍ତୀ ଖବର, ଦୁର୍ନୀତିରେ ଦୋଷୀଙ୍କୁ ମିଳିବନି ପେନ୍ସନ। ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛି। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନ୍ସନ ମିଳିବ ନାହିଁ। ଭିଜିଲାନ୍ସ ଅଦାଲତର ଦଣ୍ଡ ବିରୋଧରେ ମାମଲା ଅଦାଲତରେ ରହିଲେ ପେନ୍ସନ ପୁନଃ ଦିଆଯିବା ସମ୍ଭାବନା ରହିଛି, ଯାହାଦ୍ୱାରା ହାଇକୋର୍ଟର ଏହି ରାୟ ଦୁର୍ନୀତି କର୍ମୀଙ୍କ ପାଇଁ କଠୋର ସନ୍ଦେଶ ଦେଇଛି। ପରବର୍ତ୍ତୀ ଖବର, ପୁରୀ ଶ୍ରୀମନ୍ଦିର ଅନ୍ନପ୍ରସାଦ ବିକ୍ରି ନାଁରେ ଲୋକଙ୍କୁ କରାଯାଉଛି ବିଭ୍ରାନ୍ତ। ଅନଲାଇନ ସାଇଟ୍ ମୋ ଆହାର ମାଧ୍ୟମରେ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ଉଠିଛି, ଯାହାକି ଶ୍ରୀମନ୍ଦିର ପ୍ରଶାସନ କହିଛି ମହାପ୍ରସାଦ ପାଇଁ କୌଣସି ଅନଲାଇନ ବ୍ୟବସ୍ଥା ନାହିଁ। କିନ୍ତୁ କିଛି ବ୍ୟକ୍ତି ସୋସିଆଲ ମିଡିଆ ଓ ୟୁଟ୍ୟୁବରେ ମହାପ୍ରସାଦ ବିକ୍ରିକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସତ୍ୟାସତ୍ୟ ଯାଞ୍ଚ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ତିଆରି ହୋଇଛି। ପରବର୍ତ୍ତୀ ଖବର, ଏ ବର୍ଷ ବର୍ଷାରେ ଭିଜିବ ଦୀପାବଳି, ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଭାରତୀୟ ପାଣିପାଗ ବିଭାଗ ଆଇଏମଡିର ସୂଚନା ଅନୁସାରେ ଅକ୍ଟୋବର 21 ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହାକି 23 ତାରିଖରେ ଡିପ୍ରେସନରେ ପରିଣତ ହେବାର ଆଶଙ୍କା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଦିଗକୁ ଗତି କରିପାରେ। ତଥାପି ଆଇଏମଡି ସ୍ପଷ୍ଟ କରିଛି ଯେ ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେହିପରି ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିବ। ପରବର୍ତ୍ତୀ ଖବର, ପୀତବାସ ପଣ୍ଡା ହତ୍ୟା ମାମଲାରେ 2 ଅଭିଯୁକ୍ତଙ୍କୁ ଧରିଲା ପୋଲିସ। ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଚିହ୍ନଟ ହୋଇଛି। ବ୍ରହ୍ମପୁର ପୋଲିସ ବିହାରରୁ 2 ଜଣ ସାର୍ପ ସୁଟରଙ୍କୁ ଉଠାଇଛି। ଏହି 2 ଜଣଙ୍କ ମଧ୍ୟରୁ ଜଣେ ଗୁଳିମାଡ଼ରେ ସାମିଲ ଥିଲେ, ଅଞ୍ଚଳରେ ରେକି କରୁଥିଲେ ଏବଂ ଆଉ ଜଣେ ସାର୍ପ ସୁଟର ଭାବେ କାର୍ଯ୍ୟରତ ଥିଲେ। ପୋଲିସ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଧରିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବାର ଆଶଙ୍କା ରଖାଯାଇଛି। ସ୍ଥାନୀୟ ପୋଲିସ ମଧ୍ୟ ତଦନ୍ତ ଚଳାଇଛି, ଯେଉଁଠାରେ କିଛି ସନ୍ଦେହଜନକ ଲୋକଙ୍କୁ ଡାକି ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, 18 ତାରିଖରେ ନାମାଙ୍କନ ଭରିବେ ଜୟ ଢୋଲକିଆ। ନୂଆପଡ଼ାରେ ଗତକାଲି ବିଜେପି ଶକ୍ତି ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋଟିଏ ବିଶାଳ ରାଲି ଓ ମହାମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା, ଯେଉଁଥିରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 18 ତାରିଖରେ ନାମାଙ୍କନ ଭରିବେ ବୋଲି ସ୍ପଷ୍ଟ ହୋଇଛି ଏବଂ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଏହି ସଭାପତିରେ ଉପସ୍ଥିତ ରହିଥିଲେ। ଏହି ବିଶାଳ ଶୋଭାଯାତ୍ରା ଗାୟତ୍ରୀ ମନ୍ଦିର ନିକଟରୁ ଆରମ୍ଭ ହୋଇ ସମାପ୍ତି ହୋଇଥିଲା। ପରବର୍ତ୍ତୀ ଖବର, ରୁଷ ଠାରୁ ତେଲ କିଣିବନି ଭାରତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତ ରୁଷିଆ ଠାରୁ ତେଲ କିଣିବା ବନ୍ଦ କରିବ। ହ୍ୱାଇଟ୍ ହାଉସରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି ଯେ ମୋଦି ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଏହାକୁ ରୁଷିଆକୁ ଆର୍ଥିକ ଭାବେ ଏକଘରିକିଆ କରିବା ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ଏହି ପରିବର୍ତ୍ତନ ତୁରନ୍ତ ହେବ ନାହିଁ, କିନ୍ତୁ ଅତି ଶୀଘ୍ର ହେବ ବୋଲି ସେ କହିଛନ୍ତି। ସେହିପରି ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଓ ମହାନ ନେତା କହି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ପରବର୍ତ୍ତୀ ଖବର, ଦୀପାବଳି ପୂର୍ବରୁ 3% ବଢ଼ିଲା ମହଙ୍ଗା ଭତ୍ତା। ଦୀପାବଳି ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 3% ବୃଦ୍ଧି ହୋଇଛି। ଏହା ଫଳରେ ମହଙ୍ଗା ଭତ୍ତା 55%ରୁ 58%କୁ ବୃଦ୍ଧି ପାଇଲା ଏବଂ ପେନ୍ସନଭୋଗୀଙ୍କ ଟିଆଇ ମଧ୍ୟ 3% ବୃଦ୍ଧି ହେବ। ଏହି ବୃଦ୍ଧି ଅକ୍ଟୋବର ମାସରେ ନଗଦ ଆକାରରେ କର୍ମଚାରୀଙ୍କୁ ମିଳିବ। ସେଥିରେ ପ୍ରାୟ 8.5 ଲକ୍ଷ କର୍ମଚାରୀ ପେନ୍ସନଭୋଗୀ ଉପକୃତ ହେବେ। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସାନ ଘାଗରାକୁ ମିଳିବ ବଡ଼ ଭେଟି। ସାନ ଘାଗରାରେ ନୂଆ ଆଞ୍ଚଳିକ ଉଦ୍ଭିଦ ଓ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା ପାଇବ। 134 ଏକର ଜମିରେ ଏହି କେନ୍ଦ୍ର 2027 ସୁଦ୍ଧା ନିର୍ମାଣ ହେବାର ଲକ୍ଷ୍ୟ ରଖାଯାଇଛି। ଜୈବ ବିବିଧତା ସଂରକ୍ଷଣ, ଗବେଷଣା, ଇକୋ ଟୁରିଜିମ୍ ଓ ଶିକ୍ଷାର ବିକାଶ ପାଇଁ ଏହି କେନ୍ଦ୍ର ନିର୍ମିତ ହେବ, ଯେଉଁଥିରେ ଓଡ଼ିଶାର ଅର୍କିଡ୍, ଗୋଲାପ, କାକ୍ଟସ୍, ବାଉଁଶ ଓ ଜଙ୍ଗଲୀ ଫଳ ଦେଖିବାକୁ ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ସ୍ଥାନ ଅଞ୍ଚଳର ପର୍ଯ୍ୟଟନ ସ୍ଥଳ ଭାବେ ଉପଯୁକ୍ତ ହେବ ଓ ମାଛକାନ୍ଦଣା ନଦୀରେ ସଦାସର୍ବଦା ପାଣି ପରିପୂର୍ଣ୍ଣ ହେବ। ପରବର୍ତ୍ତୀ ଖବର, ପୁଣି ଥରେ ଡୋନାଲ୍ଡ ଟ୍ରମ୍ପଙ୍କ 100% ଟାରିଫ ଧମକ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ଟାରିଫ ଧମକ ଦେଇଛନ୍ତି। ଏଥର ବ୍ରିକ୍ସ ଦେଶମାନେ ଟାର୍ଗେଟ ହେଉଛନ୍ତି। ଟ୍ରମ୍ପଙ୍କ ଅନୁଯାୟୀ 2024
2024 ନଭେମ୍ବରରେ ନିର୍ବାଚନ ପରେ ଯଦି ବ୍ରିକ୍ସ ଦେଶମାନେ ଡଲାରକୁ ରିଜର୍ଭ ମୁଦ୍ରା ଭାବେ ବଦଳାଇବେ ତେବେ ସେମାନଙ୍କ ଉପରେ 100% ଟାରିଫ ଲଗାଇବେ ବୋଲି ଟ୍ରମ୍ପ କହିଛନ୍ତି, ଯେଉଁଥିରେ ବ୍ରାଜିଲ, ଚୀନ ଓ ଭାରତ ପ୍ରଭାବିତ ହେବ। ସେଥିପାଇଁ ଭାରତ ସନ୍ତୁଳିତ ବାଣିଜ୍ୟ ରଖିବାକୁ ଚେଷ୍ଟା କରୁଛି। ଏହି ନୂତନ ଶୁଳ୍କ ନଭେମ୍ବର 1, 2025 ଠାରୁ ଆରମ୍ଭ ହେବ, ଯାହା ସମସ୍ତ ଭାରୀ ଟ୍ରକ୍ ଉପରେ 25% ଟାରିଫ ଲାଗୁ କରାଯିବ। ପରବର୍ତ୍ତୀ ଖବର, ଭାରତର ଅର୍ଥନୀତି ଅଭିବୃଦ୍ଧିକୁ IMF ର ପ୍ରଶଂସା। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMF କହିଛନ୍ତି ଯେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ବହୁତ ଦ୍ରୁତ। ଭାରତର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ, ପୁନଃଶୋଧିତ ଟ୍ୟାକ୍ସ ନୀତି ଓ GST ସରଳୀକରଣକୁ ବିଶେଷ ପ୍ରଶଂସା ମିଳିଛି। IMF ଆକଳନ ଅନୁଯାୟୀ 2025ରେ ଭାରତର ବୃଦ୍ଧି ହାର 6.6% ପହଞ୍ଚିବ, ଯାହା ପୂର୍ବରୁ ଆକଳନ 6.4% ଥିଲା। ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବେ ପହଞ୍ଚିଛି ଏବଂ ମୋଦିଙ୍କ ନେତୃତ୍ୱ ଏଥିରେ ମୁଖ୍ୟ ଭୂମିକା ନିଭାଇଛି। ପରବର୍ତ୍ତୀ ଖବର, ନକ୍ସଲ ନାଁରେ ବାପାଙ୍କୁ 35 ଲକ୍ଷ ମାଗିଲା ପୁଅ। କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକର ଜଣାଶୁଣା ଠିକାଦାର ଦିନେଶ ଅଗ୍ରୱାଲଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ ଏକ ସମ୍ପୂର୍ଣ୍ଣ ଧମକ ଚିଠି ଲେଖିଥିଲେ। ଏହି ଚିଠିରେ ଲେଖାଥିଲା ଯେ 35 ଲକ୍ଷ ଟଙ୍କା ଦିଅ, ନଚେତ ପରିବାରର ସମସ୍ତଙ୍କୁ ଖତମ କରିଦେବୁ। ଏହି ଚିଠି ଦେଖି ପରିବାରର ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ତଥାପି ଦିନେଶ ସାହସ ଜୁଟାଇ ପୋଲିସକୁ ଅଭିଯୋଗ କଲେ। ପୋଲିସ ତଦନ୍ତ କରିବା ପରେ ଜାଣିଲେ ଚିଠିକୁ ଲେଖିଥିଲେ ନକ୍ସଲ ନୁହେଁ ବରଂ ତାଙ୍କ ପୁଅ ଅଙ୍କୁଶ ଅଗ୍ରୱାଲ, ଯାହାଦ୍ୱାରା ପ୍ରମାଣ ସହ ଅଙ୍କୁଶକୁ ଗିରଫ କରାଯାଇଛି। ଏହି କାହାଣୀ ଦେଖାଉଛି କେବଳ ଭୟ ଓ ଦୁଃସାହସ ଦେଖି ପରିବାରକୁ ହତାଶ କରାଯିବା ଚେଷ୍ଟା କେମିତି ନ କରାଯିବା ଉଚିତ। ପରବର୍ତ୍ତୀ ଖବର, ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, 85 ଅଡିଟ୍ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି। ଓଡ଼ିଶା ରାଜ୍ୟ ସରକାର ଆଉ 10ଟି ବିଭାଗରେ ନୂତନ ଆଭ୍ୟନ୍ତରୀଣ ଅଡିଟ୍ ୱିଙ୍ଗ ସୃଷ୍ଟି କରିଛି। ଏହା ସହିତ ମୋଟ ବିଭାଗ ସଂଖ୍ୟା 38କୁ ବୃଦ୍ଧି କରାଯାଇଛି। ଏହି ୱିଙ୍ଗ ଗୁଡ଼ିକ ଆର୍ଥିକ ଅନିୟମିତତା ବଜାୟ ରଖିବା ପାଇଁ ଏବଂ ସମୀକ୍ଷା ମାଧ୍ୟମରେ ଅଡିଟ୍ ଆପତ୍ତିକୁ ହ୍ରାସ କରିବାରେ ସାହାଯ୍ୟ କରିବ। ନୂତନ 10 ବିଭାଗରେ ଅଡିଟ୍ ୱିଙ୍ଗ ହେଲେ ଜଳ ସମ୍ପଦ, ଗ୍ରାମୀଣ ବିକାଶ, କାର୍ଯ୍ୟ, ଶକ୍ତି, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଇଲେକ୍ଟ୍ରୋନିକ୍ସ ଏବଂ IT, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ, ଶିଳ୍ପ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ପର୍ଯ୍ୟଟନ। ଏହି ପଦକ୍ଷେପ ସରକାରୀ ପାଣ୍ଠିର ସଠିକ ବ୍ୟବହାର, ସୁଶାସନ ଏବଂ ଦାୟିତ୍ୱପୂର୍ଣ୍ଣ ଆର୍ଥିକ ପରିଚାଳନାକୁ ଶକ୍ତିଶାଳୀ କରିପାରିବ। ପରବର୍ତ୍ତୀ ଖବର, ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗିବ CCTV। ଜନସାଧାରଣଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶା ପୁଲିସ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ CCTV କ୍ୟାମେରା ସ୍ଥାପନ କରିବାକୁ ଯୋଜନା କରୁଛି। ଏହା 500 ମିଟର ପର୍ଯ୍ୟନ୍ତ ବାହ୍ୟ କଭର ଦେବ ଏବଂ ଅପରାଧ ଘଟିଲେ ଶୀଘ୍ର ପ୍ରତିକ୍ରିୟାରେ ସାହାଯ୍ୟ କରିବ। CCTV କ୍ୟାମେରା ଲାଗୁ କରିବା ନିଷ୍ପତ୍ତି ପୂର୍ବ DGP ଏବଂ IGP ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ପଦକ୍ଷେପ ସରକାରୀ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ ସୁରକ୍ଷା ଭିତ୍ତି ମଜବୁତ କରିବ ଏବଂ ନାଗରିକଙ୍କ ସୁରକ୍ଷା ଭାବନା ସୃଷ୍ଟି କରିବ। ପରବର୍ତ୍ତୀ ଖବର, ମଦମୁକ୍ତ ଭାରତ ଗଢ଼ିବା ପାଇଁ ରାଷ୍ଟ୍ରପତିଙ୍କ ସହ ନିଶା ନିବାରଣ କର୍ମୀଙ୍କ ଭେଟ। ମଦମୁକ୍ତ ଭାରତ ଅଭିଯାନର ନେତୃତ୍ୱରେ ପଦ୍ମଚରଣ ନାୟକଙ୍କ ଏକ 6 ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଦ ଓ ନିଶା ଦ୍ରବ୍ୟର ବିନାଶକାରୀ ପ୍ରଭାବ ବିଷୟରେ ରାଷ୍ଟ୍ରପତିଙ୍କୁ ସଙ୍କୁଚିତ କରିବା। ଏହା ଘରୋଇ ହିଂସା, ଅପରାଧ, ଦାରିଦ୍ର୍ୟ ଓ ସ୍ୱାସ୍ଥ୍ୟ ହାନିରେ ମୁଖ୍ୟ ଭୂମିକା ପାଲଟୁଛି। ରାଷ୍ଟ୍ରପତି ଏହା ପାଇଁ ସରକାରଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏବଂ ଦେଶବ୍ୟାପୀ ମଦ ନିଷିଦ୍ଧ ପାଇଁ ସମର୍ଥନ କରିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବଡ଼ ଘୋଷଣା, 25,000 ଜରିମାନା ଦେବେ ଅଭିଯୋଗକାରୀ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ବାରିଗୁଡ଼ା ଗ୍ରାମର ଗଙ୍ଗାଧର କୌଶଲ୍ୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦ୍ୱାରା ଖାରଜ ହୋଇଛି। ନ୍ୟାୟାଳୟ ଭିତ୍ତିହୀନ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କୁ 25,000 ଟଙ୍କା 2 ସପ୍ତାହ ମଧ୍ୟରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ଓ ନ୍ୟାୟାଧୀଶ ମୁରାହରି ଶ୍ରୀରମଣଙ୍କ ବେଞ୍ଚ ସ୍ପଷ୍ଟ କରିଛି ଯେ ଜନସ୍ୱାର୍ଥ ମାମଲା ବ୍ୟକ୍ତିଗତ ସ୍ୱାର୍ଥ ପୂରଣ ପାଇଁ ବ୍ୟବହାର କରିବା ଉଚିତ ନୁହେଁ। ଏପରି ପ୍ରବୃତ୍ତିକୁ ବାରଣ କରିବା ପାଇଁ ନ୍ୟାୟାଳୟ ଏହି ପଦକ୍ଷେପ ନେଇଛି। ପରବର୍ତ୍ତୀ ଖବର, ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ପ୍ରକାଶ ପାଇବ ବନରକ୍ଷୀ ବନପାଲଙ୍କ ନିଯୁକ୍ତି ଫଳାଫଳ। ଭୁବନେଶ୍ୱର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମସ୍ତ ଯୋଜନା ଓ ପ୍ରକଳ୍ପ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ହେବାକୁ ନିର୍ଦ୍ଦେଶ ମିଳିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ ସେ ଧାର୍ଯ୍ୟ ସମୟରେ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନର ସୁବିନିଯୋଗ ଅତ୍ୟନ୍ତ ଆବଶ୍ୟକ। ସମୀକ୍ଷା ବୈଠକରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ମେଡିସିନାଲ ବୋର୍ଡର ଉତ୍ପାଦଗୁଡ଼ିକୁ ଛତିଶଗଡ଼ ଶୈଳୀରେ ବ୍ରାଣ୍ଡିଂ ଏବଂ ବିପଣନ କରାଯିବା ନିଷ୍ପତ୍ତି ହୋଇଛି। ଆସନ୍ତା ସପ୍ତାହରେ 1996 ବନରକ୍ଷୀ ଏବଂ ବନପାଲଙ୍କ ନିଯୁକ୍ତ ଫଳାଫଳ ପ୍ରକାଶ ପାଇବ ଏବଂ ସେମାନଙ୍କୁ ଟ୍ରେନିଂ ଦେବାକୁ ନିର୍ଦ୍ଦେଶ ମିଳିଛି। ପରବର୍ତ୍ତୀ ଖବର, ORS ନାମରେ ଭ୍ରମାତ୍ମକ ଡ୍ରିଙ୍କରେ ବିକ୍ରି କଟକଣା। ଖାଦ୍ୟ ସୁରକ୍ଷା ଓ ମାନ୍ୟତା ପ୍ରାଧିକରଣ ORL ରିହାଇଡ୍ରେସନ ସଲ୍ଟ ନାମରେ ଭ୍ରମାତ୍ମକ ଡ୍ରିଙ୍କ ଓ ଏନର୍ଜି ଡ୍ରିଙ୍କ ବିକ୍ରି ଉପରେ କଟକଣା ଲାଗୁ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା WHO ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନର ମାନ୍ୟତା ପ୍ରାପ୍ତ ଫର୍ମୁଲା ବ୍ୟତୀତ କୌଣସି ଉତ୍ପାଦକୁ ORS ନାମରେ ବିକ୍ରି କରିବାକୁ ଅନୁମତି ନାହିଁ। ସମସ୍ତ ବ୍ୟବସାୟ ଅପରେଟର ମାନେ
ओआरएस पैकेट रु अक्षर हटाई नुआ ब्रांड सहित जोड़िबार बारण रखाଯାଇଛି। एफएसएसएआई कहिछि भूल फर्मुलार ड्रिंक डायरिया कैंसर शिशु मानक स्वास्थ्य पई विपज्जनक नियम मानिबाकू न चाहिए आईनगत कार्यानुष्ठान नियाजिबो। परवर्ती खबर बंगोपसागर रे लघुचाप ओडिशा रे पुणी प्रबल वर्षा संभावना। बंगोपसागर रे एक नुआ लघुचाप क्षेत्र सृष्टि हेबा सहित ओडिशा रे पुणी प्रबल वर्षा होई पारे बोली आकलन होईछि। भारतीय पाणीपाग विभाग आईएमडी रो सूचना अनुसार अक्टोबर 20 रु 26 मध्य रे बंगोपसागर रे डिप्रेशन सृष्टि हेबार संभावना रहिछि। ईसीएमडब्ल्यूएफ मॉडल पूर्वानुमान करिछि जे एही डिप्रेशन दक्षिण ओडिशा और उत्तर आंध्र प्रदेश उपकूल गति करिवो। पाणीपाग विशेषज्ञ जेसन निकोलस को अनुसार आसंता सप्ताह रे एही प्रणाली डिप्रेशन रे परिणत हेबार संभावना रहिछि। तेणु ओडिशा रो अनेक जिल्ला रे प्रबल वर्षा हेबार संभावना मध्य रहिछि। विशेष करी मालकानगिरी सह अंचल थिबा 30 रु 40 किलोमीटर घंटा प्रति बेग रे पवन चालुछि और एहा संभाव्य वर्षा निमित्त अलर्ट जारी करा ଯାଇଛି। एही सप्ताह ओडिशा रे पाणीपाग कृषक और नागरिक माने सतर्क रहिबाकू पड़िबो बोली सेमाने सूचना दैछन्ति। परवर्ती खबर अमेरिका को बड़ झटका देला रूस। अमेरिकार राष्ट्रपति डोनाल्ड ट्रम्प को दाबी परे रूसिया भारत सह तेल व्यवहार को नहीं कड़ा प्रतिक्रिया दैछि। अमेरिकार राष्ट्रपति डोनाल्ड ट्रम्प को दाबी परे रूसिया भारत सहित तेल व्यवहार को नहीं कड़ा प्रतिक्रिया दैछि। रूसियार राष्ट्रदूत डेनिस आलिपोव कहिसंति जे भारत रूसियार तेल रे एक निर्भर योग्य। डोनाल्ड ट्रम्प को दाबी परे भारत रूसिया ठारू तेल किनिबारे असुमित प्रकाश करिसंति जे जहां 50% टैरिफ सहित आगक बढ़िछि। यह परिस्थिति देखाउछि जे ग्लोबल शक्ति नीति रे विवाद एवं प्रभाव पाई रूसिया भारत संपर्क एक मुख्य भूमिका निर्वाह करुछि। भारत एही संपर्क को स्थिर भाव में रखी ग्राहक और अर्थनैतिक स्वार्थ को सुरक्षित करिबारे निष्पत्ति नेछि। रूसिया एवं भारत मध्य एही संयोग दुई देश को ग्लोबल शक्ति परिस्थिति रे मजबूत करुछि।